हेलो फ्रेंड्स, जय जगन्नाथ। आशा करछि आपण माने भले थिबे और खुशी रे थिबे। तो मोर जो प्रथम वीडियोटा मु बनैली बहुत दिन पर, जोटा कि ହେଲା ଆମ ନଡ଼ିଆ ତେଲର। ତ ଗୋଟେ ନଡ଼ିଆରୁ ପାଖାପାଖି ଏତିକି ନଡ଼ିଆ ତେଲ ବାହାରିଲା, ଯୋଟାକୁ ମୁଁ ଏବେ ରଖିଛି ଗୋଟେ ଡବାରେ। ଆଉ ଏ ନଡ଼ିଆ ତେଲକୁ ପ୍ରସ୍ତୁତ କରିବାର ମୂଳ କାରଣ ଏହିକି ଯେ ମୋତେ ଏଇ ନଡ଼ିଆ ତେଲ ସାଙ୍ଗରେ ଆମର ଅଁଳା, କଳା ଜିରା ଆଉ ମେଥି ପ୍ଲସ୍ ଭୃଷଙ୍ଗ ପତ୍ର ପକେଇକି ମୋତେ ଆମ୍ଲା ଅଏଲ୍ ତିଆରି କରିବାର ଥିଲା। ତ ସେଥିପାଇଁ ଫାଷ୍ଟ ମୁଁ ନଡ଼ିଆ ତେଲ ତିଆରି କଲି। ତାପରେ ନଡ଼ିଆ ତେଲରୁ ଏଇସବୁ ଜିନିଷ ପକେଇକି ଆମେ ବର୍ତ୍ତମାନ ତିଆରି କରିବା ଆମର ହୋମମେଡ୍ ଆମ୍ଲା ଅଏଲ୍, ଯେଉଁଟାକି ହେଉଛି ମୋର ନେକ୍ସଟ ଭିଡ଼ିଓ। ତ ଏସବୁ ମୋର ସାମଗ୍ରୀ ତ ଆପଣ ବର୍ତ୍ତମାନ ଦେଖିପାରୁଥିବେ। ତ ଯେହେତୁ ଅଳ୍ପ ଟିକେ ତେଲ ବାହାରିଛି, ମୁଁ ମାତ୍ର ଗୋଟେରୁ ଦେଢ଼ଟା ଅଁଳା ଆଉ ଗୋଟେ ଚାମଚ କଳା ଜିରା ଆଉ ଗୋଟେରୁ ଦେଢ଼ ଚାମଚ ମୁଁ ମେଥି ନେଇଛି, ଆଉ କିଛି ଭୃଷଙ୍ଗ ପତ୍ର ମୁଁ ନେଇଛି। ତ ଚାଲନ୍ତୁ ୟାକୁ ଆମେ ବସେଇବା ଆମର କଡ଼େଇରେ। ବର୍ତ୍ତମାନ ଗ୍ୟାସ୍କୁ ଫାଷ୍ଟ ଅନ୍ କରିଦେଇକି କଡ଼େଇକି ଟିକେ ଗରମ ହେବାକୁ ଦେବା। ଗରମ ହେଇସାରିଲା ପରେ ଆମେ ଫାଷ୍ଟ ଯେଉଁ ତେଲଟାକୁ ଆମେ ତିଆରି କରିଛେ, ସେଇ ତେଲକୁ ଆମେ କଡ଼େଇରେ ପକାଇଦେବା। ତ ଦେଖିପାରୁଥିବେ ଗୋଟେ ନଡ଼ିଆରୁ ଆମେ କେତେ ନଡ଼ିଆ ତେଲ ପାଇଲୁ। ତାପରେ କ'ଣ କରିବା, ଆମ୍ଭେ ଏଥିରେ ଭୃଷଙ୍ଗ ପତ୍ର, ଯେଉଁ ଆମେ କାଟିକି ରଖିଛେ ଅଁଳା, ତା ସାଙ୍ଗରେ କଳା ଜିରା ଆଉ ମେଥି, ଏସବୁକୁ ପକେଇକି ଆମେ କ'ଣ କରିବା, ଆକୁ ଛାଡ଼ିଦେବା ପୁରା ଲୋ ଫ୍ଲେମ୍ରେ। ପାଖାପାଖି 10ରୁ 15 ମିନିଟ୍ ଆକୁ ଏମିତି ତେଲରେ ସବୁ ଅଁଳାର ରସ ଯେତିକି ଅଛି ତେଲରେ ମିଶିବା ଯାଏଁ ଅପେକ୍ଷା କରିବାକୁ ପଡ଼ିବ। ତ ଏବେ ତ ପ୍ରୋସେସ୍ ମୁଁ ଷ୍ଟାର୍ଟ କଲି। ବର୍ତ୍ତମାନ ମୋତେ ଏରା ସବୁ ଘଣ୍ଟା ଘଣ୍ଟି କରିସାରିଲା ପରେ ଯେତେବେଳେ ସବୁ ରେଡ଼ି ହେଇଯିବ, ସେତେବେଳେ ମୁଁ ଆପଣଙ୍କୁ ଦେଖାଉଛି। ତ ଆମର ସବୁ ପ୍ରୋସେସ୍ ଷ୍ଟାର୍ଟ ହେଇଗଲା, ଏସବୁ ଫୁଟିବାକୁ ବି ଲାଗିଲାଣି। ଖାଲି ଅପେକ୍ଷା ଯେ ଏଇସବୁ ପୁରା ଫୁଟି 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 ପୁରା କଳା ପଡ଼ିଗଲେ ଏ ଅଁଳାର ସବୁତକ ଯେତକ ଭିଟାମିନ୍ ତେଲରେ ମିଶିଗଲା ପରେ ଆମେ ଗ୍ୟାସ୍ଟାକୁ ବନ୍ଦ କରିଦେବା। ତ ସେତେବେଳେ ଯାଏଁ ଆମେ ଅପେକ୍ଷା କରିବା। ପ୍ରଥମେ ତ ଏଇଟା ଟମାଟୋ ଖଟା ବାସ୍ନା ହେଲା। ତ ଆମ ଧର୍ମପତ୍ନୀ କହିଲେ ଟିକେ ମସଲା ମସଲି ପକେଇକି ଖଟା କରିଦିଅ, କିନ୍ତୁ ଯେହେତୁ ଆମକୁ ଆମ୍ଲା ଅଏଲ୍ ଦରକାର, ତ ଖଟା ବର୍ତ୍ତମାନ ପ୍ରୋସେସ୍ କରିହେବ ନାହିଁ। ତ ଅପେକ୍ଷା କରିବା, ୟାକୁ ସମ୍ପୂର୍ଣ୍ଣ ଭାବରେ ନଡ଼ିଆ ତେଲରେ ଅଁଳା ଆଉ ଆମର ଯେଉଁ ମେଥି, କଳା ଜିରା ଆଉ ଭୃଷଙ୍ଗ ପତ୍ରର ଯେତେକ ସବୁ ଭିଟାମିନ୍ ସବୁ ଅଛି ତେଲକୁ ଗଜିବା ପର୍ଯ୍ୟନ୍ତ ୟାକୁ ଫୁଟେଇବା। ବର୍ତ୍ତମାନ ହାଲକା ଟିକେ ଆମର ଅଁଳାର କଲର୍ ବି ଟିକେ ଟିକେ ଚେଞ୍ଜ ହେବାକୁ ଲାଗିଲାଣି। ଅବଶ୍ୟ ଏଥିରେ ଘାଣ୍ଟିଆ କିଛି ଦରକାର ନାହିଁ, ଆଉ ଖାଲି ଠିଆ ହେବି କ'ଣ, ସେଥିପାଇଁ ଟିକେ ଘାଣ୍ଟି ଦେଉଛି। ତ ଦେଖାଯାଉ କେତେ ସମୟ ଲାଗୁଛି। ଆମ୍ଲା ଅଏଲ୍ ହେବା ଭିତରେ ମୁଁ ଗୋଟେ ଷ୍ଟୋରି କହିବାକୁ ଚାହିଁବି ଯେ କାହିଁକି ମୁଁ ଏସବୁ ଝାମେଲା ଭିତରେ ପଶିବାକୁ ଚେଷ୍ଟା କଲି। କାହିଁକି ନା ଆମ୍ଭେ ଏଠି ଦିନକୁ ଯେଉଁ 2-3 ଘଣ୍ଟା ହେଲମେଟ୍ ଆଉ ଏଠିକାର ପାଣି ଚକ୍କରରେ ଆମ ମୁଣ୍ଡରୁ ଛପର ପୁରା ଉଡ଼ିକି ଶୂନ ହେବାକୁ ବସିଲାଣି। ତ ତା'ର ପ୍ରତିକାର କରିବା ପାଇଁ ଆମେ ଭାବିଲୁ ଆମ ମୁଣ୍ଡରେ କିଛି ଗୋଟେ ଭଲ ତେଲ ଆପ୍ଲାଏ କରିବାକୁ ଚେଷ୍ଟା କରିବା। ତ ବହୁତ ଦେଖିଲା ପରେ ସବୁଠି ଗୋଟେ ଟାଇପ୍ର ସଜେସନ୍ ଆସିଲା ଯେ ଯଦି ଆମେ ଆମ୍ଲା ଅଏଲ୍ ୟୁଜ୍ କରୁଛୁ, ତାହେଲେ ଆମର ହେୟାର୍ ଗ୍ରୋଥ୍ ଭଲ ରହିବ, ଆଉ ଆମର ରୁଟ୍ଟା ଟିକେ ଷ୍ଟ୍ରଙ୍ଗ ହେବ। ତ ସେଥିପାଇଁ ବହୁତ ରିସର୍ଚ୍ଚ କଲା ପରେ ଭାବିଲି
ଯେ କେଉଁ ତେଲ ଭଲ ରହିବ କ'ଣ ରହିବ ସେସବୁ ଜିନିଷକୁ ଦେଖିବା ଅପେକ୍ଷା ଆମେ ଘରେ କେମିତି ଆମ୍ଲା ଅଏଲ୍ ବନେଇବା ସେଟା ଦେଖିବାକୁ ପଡ଼ିବ। ତ ତା ଭିତରେ ବହୁତ ସାରା ୟୁଟ୍ୟୁବ ଭିଡ଼ିଓ ଦେଖୁ ସେମାନେ କହିଲେ ଯେ ନଡ଼ିଆ ତେଲରେ ଏଇ ସବୁ ଆମର ଯେଉଁ ସାମଗ୍ରୀ ପକେଇକି ଆମେ ଆମ୍ଲା ଅଏଲ୍ ଘରେ ତିଆରି କରିପାରିବା। ତ ବାହାରୁ କେଉଁ ନଡ଼ିଆ ତେଲ କରିବା ଅପେକ୍ଷା ପୁଣି ମୁଣ୍ଡକୁ ଆସିଲା ଯେ ପ୍ରଥମେ ଗୋଟେ ନିଜେ ନଡ଼ିଆ ତେଲ ବନେଇଦେବା। ତ ଫାଷ୍ଟ ନଡ଼ିଆ ତେଲ ବନା ହେଲା, ତାପରେ ନଡ଼ିଆ ତେଲରୁ ବର୍ତ୍ତମାନ ଆମ୍ଲା ଅଏଲ୍ ବନେଇବାର ପ୍ରୋସେସଟି କଣ୍ଟିନ୍ୟୁ ଚାଲି। ତ ଦେଖାଯାଉ ଏଥିରୁ କେତେ କ'ଣ ତେଲ ସବୁ ତିଆରି ହେଇପାରୁଛି। ତ ଯେତିକି ତିଆରି ହେବ ତାକୁ ଆପ୍ଲାଏ କରିକି ଆମେ ଦେଖିବା, ତାର ଫିଡ଼ବ୍ୟାକ୍ ଦେବାକୁ ଚେଷ୍ଟା କରିବା ଆମର ଆଗାମୀ ଭିଡ଼ିଓରେ। କିନ୍ତୁ ବର୍ତ୍ତମାନ ପାଇଁ ଦେଖାଯାଉ ଏଇଟା ମୋର ଯେଉଁ ହେୟାର ଗ୍ରୋଥ ପାଇଁ କେତେ କାମରେ ଆସୁଛି। ବର୍ତ୍ତମାନ ଏସବୁ ତେଲରେ ଭଲସେ ମାନେ ଫ୍ରାଏ ହେଇକି ପୁରା କଳା ପଡ଼ିଗଲାଣି। ତ ବର୍ତ୍ତମାନ ଆକୁ କ'ଣ କରିବା, ଗ୍ୟାସ୍ଟି ବନ୍ଦ କରିକି ଛାଡ଼ିଦେବା ଥଣ୍ଡା ହେବା ପାଇଁ। ତ ଥଣ୍ଡା ହେଲା ପରେ ଯେଉଁ ତେଲ ରହିଲା କଡ଼େଇରେ ସେ ତେଲକୁ ଆମେ ଗୋଟେ ଜାଗାରେ ସଂଗ୍ରହ କରିନେବା। ବର୍ତ୍ତମାନ ଗ୍ୟାସ୍ଟିକୁ କରିଦେବା ବନ୍ଦ, ଅପେକ୍ଷା କରିବା ଆକୁ ଥଣ୍ଡା ହେବା ପାଇଁ। ତ ବର୍ତ୍ତମାନ ଥଣ୍ଡା ହେଇଗଲା ପରେ ସେ ଯେଉଁ କଡ଼େଇରେ ଆମେ ଯାହା ପ୍ରସ୍ତୁତ କରିଛେ ତାକୁ ଆମେ ଫାଷ୍ଟ ଗୋଟେ ଛୋଟ ଜାଗାକୁ ଟ୍ରାନ୍ସଫର୍ କରିଦେବା। ତ ବର୍ତ୍ତମାନ ସବୁ ଆମେ ଜାଗାରେ ତାକୁ କଲେକ୍ଟ କରିନେଇଛେ। ତାକୁ କପଡ଼ା ସାହାଯ୍ୟରେ ତାକୁ ଭଲସେ ଚିପୁଡ଼ିକି ଆମେ ଯେଉଁ ତେଲ ରେଡ଼ି କରିଛେ ସେ ତେଲକୁ ଆମେ ଭଲସେ ଅଲଗା କରିନେବା। ତ ଦେଖିପାରୁଥିବେ ଏତିକି ମାତ୍ର ତେଲ ମୁଁ ସେଥିରୁ ଚିପୁଡ଼ିକି ବାହାର କରିପାରିଲି। ତ ଇଏ ମେ ବି ଥରେ ଦୁଇ ଥର ବୋଧେ ସରିଯିବ। ଆଉ ବର୍ତ୍ତମାନ ଦେଖନ୍ତୁ ମୋ ହାତରେ ଯେଉଁ ତେଲ ଲାଗିଛି ଏ ତେଲ ମାନେ ଆମେ ଯେଉଁ ବାହାରେ ଯେଉଁ ତେଲ କିଣିକି ଆଣୁଛୁ ତାଠୁ ତ ବହୁତ ମାନେ ବହଳିଆ ଲାଗୁଛି ହାତକୁ। ତ ଦେଖାଯାଉ ରେଜଲ୍ଟ କ'ଣ କେମିତି ଆସୁଛି। ତ ଏଇଠି ମୋ ଭିଡ଼ିଓକୁ ଏଇଠି ଶେଷ କରିବି। ତ ଏତିକି କହି ଆପଣଙ୍କଠାରୁ ବିଦାୟ ନେବି ଯେ ଆପଣମାନେ ଭଲରେ ରୁହନ୍ତୁ, ଖୁସି ରୁହନ୍ତୁ, ଆପଣଙ୍କ ସବୁ ମନସ୍କାମନା ପୂରଣ ହେବ।